ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ଜୁନ୍ ମାସର କରେଣ୍ଟ ଆଫେୟାର୍ସ 200+ ଯୋଉଟା ଅଛି ଆଜି ହଉଛି ପାର୍ଟ 4 ର କ୍ଲାସ୍ ଷ୍ଟାର୍ଟ କରିବା। ଚାଲନ୍ତୁ ଆଜିର ସେସନଟିକୁ ଷ୍ଟାର୍ଟ କରିବା। ଆଜିର ପ୍ରଥମ ପ୍ରଶ୍ନ, When was the International Day of Women in Diplomacy celebrated? ଆନ୍ତର୍ଜାତୀୟ ମହିଳା ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ 24 ଜୁନ। 24 ଜୁନରେ ଇଣ୍ଟରନ୍ୟାସନାଲ ଡେ ଅଫ୍ ଓମେନ୍ ଇନ୍ ଡିପ୍ଲୋମାସି ଡେ ଭାବରେ ସେଲିବ୍ରେଟେଡ କରାଯାଏ ବା ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, in which city and in which country has the India Kenya joint memorial pillar been erected? କେଉଁ ଦେଶରେ ଭାରତ କେନିଆ ମିଳିତ ସ୍ମାରକୀ ସ୍ତମ୍ଭ ନିର୍ମାଣ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି କେନିଆ। ପରବର୍ତ୍ତୀ ପ୍ରଶ୍ନ, ଦିଲ୍ଲୀପ ଯୋଶୀ has passed away. Who was he? ଦିଲ୍ଲୀପ ଯୋଶୀଙ୍କ ଦେହାନ୍ତ ହୋଇଛି, ସେ କିଏ ଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ କ୍ରିକେଟର। ପରବର୍ତ୍ତୀ ପ୍ରଶ୍ନ, which has become the world's second largest reserve asset? କେଉଁଠି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଂରକ୍ଷଣ ସମ୍ପତ୍ତି ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଗୋଲ୍ଡ। ପରବର୍ତ୍ତୀ ପ୍ରଶ୍ନ, how many medals has India won in the Asian Para Badminton Championship 2025? 2025 ମସିହାର ଏସିଆ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାରତ କେତେ ପଦକ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି 27। ପରବର୍ତ୍ତୀ ପ୍ରଶ୍ନ, what is the main objective of the recently launched Navya scheme for adolescent girls? କିଶୋରୀ ଝିଅମାନଙ୍କ ପାଇଁ ସମ୍ପ୍ରତି ଆରମ୍ଭ ହୋଇଥିବା ନବ୍ୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ପ୍ରୋଭାଇଡିଂ ସ୍କିଲ୍ସ ଟ୍ରେନିଂ। ପରବର୍ତ୍ତୀ ପ୍ରଶ୍ନ, the NATO Summit 2025 is being held in which country? ନାଟୋ 2025 ଶିଖର ସମ୍ମିଳନୀ କେଉଁ ଦେଶରେ ଅନୁଷ୍ଠିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ନେଦରଲ୍ୟାଣ୍ଡ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ, which country has celebrated the 40th anniversary of the କନିଷ୍କା bombing? କେଉଁ ଦେଶ କନିଷ୍କା ବୋମା ବିସ୍ଫୋରଣର 40ତମ ବାର୍ଷିକୀ ପାଳନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଆୟାରଲ୍ୟାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, which Indian wicketkeeper has made a record of scoring centuries in both innings of a test match? କେଉଁ ଭାରତୀୟ ୱିକେଟ କିପର ଗୋଟିଏ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ମାରିବାର ରେକର୍ଡ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ରିଷଭ ପନ୍ତ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ, when will Constitution Assassination Day 2025 be observed? କେବେ ସମ୍ବିଧାନ 2025 ହତ୍ୟା ଦିବସ ପାଳନ କରାଯିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 25 ଜୁନ। ପରବର୍ତ୍ତୀ ପ୍ରଶ୍ନ, what is India's rank in the Global Sustainable Development Goals Ranking 2025? 2025 ମସିହାର ବିଶ୍ୱ ସ୍ଥାୟୀ ବିକାଶ ଲକ୍ଷ୍ୟ ରାଙ୍କିଙ୍ଗରେ ଭାରତର ସ୍ଥାନ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି 99। ପରବର୍ତ୍ତୀ ପ୍ରଶ୍ନ, the Ambuvati festival is celebrated in which state annually? ପ୍ରତିବର୍ଷ କେଉଁ ରାଜ୍ୟରେ ଆମ୍ବୁବାଚି ପର୍ବ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଆସାମ। ପରବର୍ତ୍ତୀ ପ୍ରଶ୍ନ, where was India's first off-grid 5 megawatt green hydrogen pilot plant commission? ଭାରତର ପ୍ରଥମ 5 ମେଗାୱାଟ ଗ୍ରୀନ ହାଇଡ୍ରୋଜେନ ପାଇଲଟ ପ୍ଲାଣ୍ଟ କେଉଁଠାରେ କାର୍ଯ୍ୟକ୍ଷମ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଗୁଜରାଟ। ପରବର୍ତ୍ତୀ ପ୍ରଶ୍ନ,
Digital Payment Intelligence Platform বা DPIP is an initiative of which institution? Digital Payment Intelligence Platform କେଉଁ ଅନୁଷ୍ଠାନର ଏକ ପଦକ୍ଷେପ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI। ପରବର୍ତ୍ତୀ ପ୍ରଶ୍ନ The Ministry of Panchayat Raj launched the Training of Trainers program under the banner of which national initiative? ପଞ୍ଚାୟତ ରାଜ ମନ୍ତ୍ରାଳୟ କେଉଁ ଜାତୀୟ ପଦକ୍ଷେପର ବ୍ୟାନରରେ ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଆଜାଦି କି ଅମୃତ ମହୋତ୍ସବ। ପରବର୍ତ୍ତୀ ପ୍ରଶ୍ନ The Sabka Biswas scheme was introduced in which union budget? सबका ବିଶ୍ୱାସ ଯୋଜନା କେଉଁ କେନ୍ଦ୍ରୀୟ ବଜେଟର ପ୍ରଚଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ୟୁନିୟନ ବଜେଟ 2019। ପରବର୍ତ୍ତୀ ପ୍ରଶ୍ନ The price support scheme is part of which umbrella scheme? ମୂଲ୍ୟ ସହାୟତା ଯୋଜନା ବା PSS କେଉଁ ଅମ୍ବ୍ରେଲା ଯୋଜନାର ଅଂଶ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ପ୍ରଧାନମନ୍ତ୍ରୀ अन्नदाता आय संस्करण अभियान বা PM आशा। পরবর্তী প্রশ্ন সুধাংশু শুক্লা has been sent to the International Space Station বা ISS under which mission? ସୁଧାଂଶୁ ଶୁକ୍ଲାଙ୍କୁ କେଉଁ ମିଶନ ଅଧୀନରେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ISS ପଠାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଆକ୍ଜିମ୍ ଫର ମିଶନ। ପରବର୍ତ୍ତୀ ପ୍ରଶ୍ନ IFCO will set up its first overseas nano fertilizer plant in which country? IFCO କେଉଁ ଦେଶରେ ପ୍ରଥମ ବିଦେଶୀ ନାନୋ ସାର କାରଖାନା ସ୍ଥାପନ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ବ୍ରାଜିଲ। ପରବର୍ତ୍ତୀ ପ୍ରଶ୍ନ French scientists have discovered a new blood group called what is the name of the new blood group? ଫରାସୀ ବୈଜ୍ଞାନିକମାନଙ୍କ ଦ୍ୱାରା ଆବିଷ୍କୃତ ନୂତନ ରକ୍ତ ଗ୍ରୁପ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଗ୍ୱାଡା ନେଗେଟିଭ। ପରବର୍ତ୍ତୀ ପ୍ରଶ୍ନ How many countries including India have been awarded the Bloomberg Philanthropies Global Tobacco Control Award 2025? ଭାରତ ସମେତ କେତେ ଦେଶକୁ ବ୍ଲୁମବର୍ଗ ଫିଲାନ୍ଥ୍ରୋପିଜ୍ ଗ୍ଲୋବାଲ ଟୋବାକୋ କଣ୍ଟ୍ରୋଲ ପୁରସ୍କାର 2025 ପ୍ରଦାନ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି 6 କଣ୍ଟ୍ରି। ପରବର୍ତ୍ତୀ ପ୍ରଶ୍ନ Tangetri Janvi become the first Indian to complete NASA's International Air and Space Program. She belongs to which state? ଟାଙ୍ଗଟି ଜାହ୍ନବୀ ନାସାର ଆନ୍ତର୍ଜାତୀୟ ବାୟୁ ଓ ମହାକାଶ କାର୍ଯ୍ୟକ୍ରମ ସମାପ୍ତ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ। ସେ କେଉଁ ରାଜ୍ୟର? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଆନ୍ଧ୍ରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ Which country has appointed a civilian defense minister for the first time since 1961? 1961 ପରେ ପ୍ରଥମ ଥର ପାଇଁ କେଉଁ ଦେଶ ଜଣେ ବେସାମରିକ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସାଉଥ କୋରିଆ। ପରବର୍ତ୍ତୀ ପ୍ରଶ୍ନ The Passport Seva portal was established by which ministry? ପାସପୋର୍ଟ ସେବା ପୋର୍ଟାଲ କେଉଁ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ମିନିଷ୍ଟ୍ରି ଅଫ ଏକ୍ସଟର୍ନାଲ ଆଫେୟର୍ସ। ପରବର୍ତ୍ତୀ ପ୍ରଶ୍ନ କାପାଡାଗୁଡା ୱାଇଲ୍ଡଲାଇଫ ସେଞ୍ଚୁରୀ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? କାପାଡାଗୁଡା ବନ୍ୟଜନ୍ତୁ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ କର୍ଣ୍ଣାଟକ। ପରବର୍ତ୍ତୀ ପ୍ରଶ୍ନ Which expressway in India is the first to be equipped with an AI powered advanced traffic management system? ଭାରତର କେଉଁ ଏକ୍ସପ୍ରେସୱେ ପ୍ରଥମ ଥର ପାଇଁ AI ଚାଳିତ ଆଡଭାନ୍ସଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ସହିତ ସଜ୍ଜିତ ବା ଜଡ଼ିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଦ୍ୱାରକା ଏକ୍ସପ୍ରେସୱେ। ପରବର୍ତ୍ତୀ ପ୍ରଶ୍ନ Cowey river that was recently seen in news is a
मेजर ट्रिब्यूटरी ऑफ व्हिच रिवर? कावेरी नदी ଯାହାକୁ ସମ୍ପ୍ରତି ଖବରରେ ଦେଖାଯାଇଥିଲା ତାହା କେଉଁ ନଦୀର ଏକ ପ୍ରମୁଖ ଶାଖା ନଦୀ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଚେନାବ। ପରବର୍ତ୍ତୀ ପ୍ରଶ୍ନ which two states are involved in the interstate water dispute over the ବନକାଚେରାଲ ରିଜର୍ଭିୟର ପ୍ରୋଜେକ୍ଟ? ବନକାଚେରାଲ ଜଳଭଣ୍ଡାର ପ୍ରକଳ୍ପ ଉପରେ ଆନ୍ତଃରାଜ୍ୟ ଜଳ ବିବାଦରେ କେଉଁ ଦୁଇଟି ରାଜ୍ୟ ଜଡିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ତେଲେଙ୍ଗାନା ଆଣ୍ଡ ଆନ୍ଧ୍ରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ where will the fifth edition of ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ be organized? ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପଞ୍ଚମ ସଂସ୍କରଣ କେଉଁଠାରେ ଆୟୋଜିତ ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ whose journey has been described in the most talked about emergency diaries? ବହୁ ଚର୍ଚ୍ଚିତ ଜରୁରୀ ଡାଏରୀରେ କାହାର ଯାତ୍ରା ବର୍ଣ୍ଣନା କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ ଲଞ୍ଚ ଷ୍ଟାଇଫେଣ୍ଡ ସ୍କିମ୍ ଇଜ ରିଲେଟେଡ ଟୁ ହ୍ୱିଚ୍ ସ୍ପୋର୍ଟସ? ଲଞ୍ଚ ଷ୍ଟାଇଫେଣ୍ଡ ଯୋଜନା କେଉଁ ଖେଳ ସହିତ ଜଡିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଚେସ୍। ପରବର୍ତ୍ତୀ ପ୍ରଶ୍ନ ଅଣ୍ଡର ହ୍ୱିଚ୍ ଅପରେସନ ଡିଡ୍ ଇରାନ ଆଟାକ୍ ୟୁଏସ ଏୟାରୱେଜ ୱିଥ ମିସାଇଲ ଇନ କାତାର? କେଉଁ ଅଭିଯାନ ଅଧୀନରେ ଇରାନ କତାରରେ ୟୁଏସ ଏୟାରୱେଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଅପରେସନ ୱାସିର ଆଲ ଫାତ। ପରବର୍ତ୍ତୀ ପ୍ରଶ୍ନ ହୁ ହାଜ ରିସେଣ୍ଟଲି ଜଏନ୍ କାନାଡା's ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ ହୋଲ୍ଡିଂସ ଆଜ ଏ ସିନିୟର ଆଡଭାଇଜର? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଅମିତାଭ କାନ୍ତ। ପରବର୍ତ୍ତୀ ପ୍ରଶ୍ନ which fossil park was recently added to UNESCO tentative world heritage sites list? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସାଲଖାନ ଫସିଲ ପାର୍କ। ପରବର୍ତ୍ତୀ ପ୍ରଶ୍ନ which country will host the world police and fire games 2029? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ in which state is the recently discussed Mel Mahandeshwar wildlife sanctuary located? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି କର୍ଣ୍ଣାଟକ। ପରବର୍ତ୍ତୀ ପ୍ରଶ୍ନ who has been appointed as the new RAW chief? ନୂତନ ର ମୁଖ୍ୟ ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ପାରାଗ ଜୈନ। ପରବର୍ତ୍ତୀ ପ୍ରଶ୍ନ where has India's first AI powered smart traffic system been launched? ଭାରତର ପ୍ରଥମ AI ଚାଳିତ ସ୍ମାର୍ଟ ଟ୍ରାଫିକ ସିଷ୍ଟମ କେଉଁଠାରେ ଆରମ୍ଭ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ when was national statistic day celebrated? ଜାତୀୟ ପରିସଂଖ୍ୟାନ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ 29 ଜୁନ। ପରବର୍ତ୍ତୀ ପ୍ରଶ୍ନ where has the union cabinet approves setting of international potato center? କେନ୍ଦ୍ର କ୍ୟାବିନେଟ କେଉଁଠାରେ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ଦେଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଆଗ୍ରା। ପରବର୍ତ୍ତୀ ପ୍ରଶ୍ନ where was the first hockey India master cup held? ପ୍ରଥମ ହକି ଇଣ୍ଡିଆ ମାଷ୍ଟର କପ୍ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଚେନ୍ନାଇ। ପରବର୍ତ୍ତୀ ପ୍ରଶ୍ନ where will India's first quantum computing valley be established? ଭାରତର ପ୍ରଥମ କ୍ୱାଣ୍ଟମ କମ୍ପ୍ୟୁଟିଂ ଭ୍ୟାଲି କେଉଁଠାରେ ପ୍ରତିଷ୍ଠିତ ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଅମରାବତୀ। ପରବର୍ତ୍ତୀ ପ୍ରଶ୍ନ where was the second Asia squash doubles competition 2025 held? 2025 ମସିହାରେ ସେକେଣ୍ଡ ଏସିଆ ସ୍କ୍ୱାଶ ଡବଲ ପ୍ରତିଯୋଗିତା କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ମାଲେସିଆ। ପରବର୍ତ୍ତୀ ପ୍ରଶ୍ନ which day has been declared by the interim government of Bangladesh as new Bangladesh Day? ବାଂଲାଦେଶର ମଧ୍ୟବର୍ତ୍ତୀ କାଳୀନ ସରକାର କେଉଁ ଦିନକୁ ନୂତନ ବାଂଲାଦେଶ ଦିବସ ଭାବରେ ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 8 ଅଗଷ୍ଟ।
ପରବର୍ତ୍ତୀ ପ୍ରଶ୍ନ, where was the under 23 and under 17 ଏସିଆନ୍ ରେସଲିଂ ଚାମ୍ପିଅନସିପ୍ 2025 ହେଲ୍ଡ? 2025 ମସିହାରେ 23 ବର୍ଷରୁ କମ୍ ଏବଂ 17 ବର୍ଷରୁ କମ୍ ଏସିଆ କୁସ୍ତି ଚାମ୍ପିଅନସିପ୍ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଭିଏତନାମ। ପରବର୍ତ୍ତୀ ପ୍ରଶ୍ନ, who secured first place in the 78 Senior National Aquatic Championship 2025? 78ତମ ସିନିୟର ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ୍ 2025ରେ କିଏ ପ୍ରଥମ ସ୍ଥାନ ଅଧିକାର କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, କର୍ଣ୍ଣାଟକ।